भाग्य गोटा माइक मिली जोता धर के दौड़। अच्छा क्या हुआ? क्यों रढ़ी मारता है मामा? मद बाटे प्रकृत मामू गोटे एक नंबर जिन मामू छाला किसी कल शाम के फोन आया, मैंने रिसीव किया। पहले बोला मामा जी क्या हाल है? गुड़गांव से फोन आया था। दिल्ली हरियाणा बॉर्डर इंडस्ट्री एरिया गुड़गांव से दामी दामी लोक सब जान से मत कहते मामा मामू जिते मामू अच्छा जड़े मामू हूँ नमस्य जन्म मामू आती रही भेंडा भेंडी चुतिया, लेकिन मुझे छोड़ी पारी मुझे आग लक्ष्मी नारायण आग राधा पछे कृष्ण सीता आग माई मामू मुझे आग राम सीता आग शिव पार्वती आग घईता माई पछे घंटे है उद्धर की सीता भैया देउछु कौन है एई कथा तो कहबो तो तुम सुनुछ कौन है जी कह कमलेश कमलेश रे आखि ऑपरेशन ही घर को फेर छुटी से जे तमे इतिहास पहुंच मत देखिलो मो अनुभव में रहे कि तमे मो मामा भाई रहे अवस्था कोन जानि करछ तो सीधा जेल को पठे दो पुलिस ने धराई दबा ठाकुर समाज तक आरोग्य कर दंतु जेते रोग ए मधुआ को दे दंतु नहीं को गाड़ी बसा सकतली के डॉक्टर का ऑपरेशन कला केमिति ऑपरेशन कला से सब देखि पाइला अरे कार हैला कमलेश रहला भल अले कोना कमलेश मोटी के आगु का कथा कहउतली रे मु कीड़ा को डाकी आनी मो पछपट को तू क्या हो तमे किछि मते कर मु वक्रधर पुत्र चक्रधर तमे एठी पड़ी की मरा मु तळे मरिबि नै आगुठी ओरे गामसा पर हला मैं तो मर गया, मेरा भाई को रांडो हो गया। नहीं नहीं पूरा करे कोई टेंशन नहीं कोई तुम के चोड़े करो हम बेडिंग धर के बाहर नहले आम ऊपर हबो प्रबल पहाड़ ए प्रभु हमको रक्षा करो भाई प्रभु जी तुमको रक्षा करबे ने मु कोन करबी ओ कथा सुन जेते शीघ्र पहुंचे घर छाड़ी पड़ा से कमलेश जदि तो साथे आम दिसन देखला हो आम बेड़ा भी खराब कर तो पड़ा माने मु मामू थोड़ा काम करे ते नई पठाव पड़ा बाइगन चाष करी हां तू जीपू कुआडे र शनि तते घांटीबो आको राहु घांटीबो मते केतु केतु आमे मद पिया में नई गुळु गुळु मामू एक बार कुआडे आछई उमा कुआडे आछ आमे आमार कुआडे दिला ना गरमार पकेले भी तमे जीवनी मामू मामू उठे अरे ओ मामू 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 सुनो मामू नु के मायनू तारे रुपए दे माई
ତମ ମେଡିକାଲ ଯିବ? ନା ନାଇଁ ମୁଁ କାହିଁ ଯିବି? ମୋର କଣ ହେଇଛି? ମୁଁ ମେଡିକାଲ ମୁଁ ଯିବି? ମାଇଁ ଯିବେ ବା। ତମ ବାହାରିଛ? ନା ମୁଁ ବାହାରିଛି କହୁଛି ମାମୁ ମାଇଁ ଭୁବନେଶ୍ୱର ରାସ୍ତାଘାଟ ଦେଖିନାହାନ୍ତି ତ ମୁଁ ସେଇଠିକି ତାଙ୍କୁ ନାଇଁ ମୁଁ ବରମୁଣ୍ଡା ଦେଖିଛି। ଦେଖିଛନ୍ତି। ସେ ଦେଖିନାହାନ୍ତି ସେ ଜାଣିପାରୁନାହାନ୍ତି କଣ କହୁଛନ୍ତି ହେଲା ମୁଁ ସେମାନଙ୍କୁ ନେଇଯାଉ ସାଙ୍ଗରେ ହେଲା ମାଇଁ ଚାଲ ଟିକେ ଥା ଧର ମୋ ସ୍ତ୍ରୀର ପେଟ ମୋଡି ମୋଡି ହେଇକି ପୁରା ଏକଦମ ନାଡ ସବୁ ଛୋ ଛୋ ପୁରା ଛିଡା ପଡି ପିଲାରୁ ଗତି ଏଇ ଦେଖିଲେ ତମ ସ୍ତ୍ରୀର ସବୁ ନାଡି ଗୁଡାକ ପୁରା ସି ସି ସି। ସେଇ ଅନ୍ଧ ଏତେ ନାଟ କାହିଁକି? ଆଖି ଭଲ ହେଇନି ସେଇ ଅନ୍ଧ ସବୁ ସେଇ ଇଏ କଣ ସାନ ବାବୁ ଅପରେସନ ପରେ ବି ତମକୁ ଦେଖାଯାଉନି? ଭଗବାନ ଯାହାକୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି ତାର ଯେତେ ଅପରେସନ କଲେ କଣ ହବ? ମୁଁ ଯୋଉ ଅନ୍ଧ ଥିଲି ଏବେ ଠିକ ସେଇ ଅନ୍ଧ ହେଇ ଅଛି। ସେ ଭଗବାନ ବଡ ଚୁଟିଆ तेरा भांडिया पास अखाई टंका था उसको सब ले गए। ସବୁ ପାଣି ପରି ବୋହିଗଲା ହେଲେ ମୁଁ ଜାଣି ଯୋଉ ଅନ୍ଧକୁ ସେଇ ଅନ୍ଧ ହେଇ ରହିଗଲି ଏ ଅଙ୍କାକୁ ଦୋଷ ଦେଇ ଲାଭ କଣ? ସବୁ ତମର ସେଇ କପାଳ ଲିଖନ। ସାନ ବାବୁ ବୋହୂମା ଏଇ ଛିଡା ହେଇ କାନ୍ଦୁଛନ୍ତି ଭାବୁଛନ୍ତି ୟା ପରେ କଣ କରିବେ? ଏଇଠି ଛିଡା ହେଇଛନ୍ତି। କମଲେଶ ତମ ପାଇଁ ମୁଁ ଭଗବାନଙ୍କୁ କେତେ ଡାକିଛି ମନ୍ଦିରରେ ଯାଇ ଦୀପ ଜାଳିଛି ହେଲେ ତମେ ଯୋଉ ଅନ୍ଧକୁ ସେଇ ଅନ୍ଧ ମୁଁ ଦେଖିଛି। ଜମାବେଶ ହବନି ମୁଁ ତମ ପାଖରେ ଅଛି ମୁଁ ସେଦିନ କହିଥିଲି ଆଜି ବି କହୁଛି ତମର ଆଖି ନଥିଲେ କଣ ହେଲା ମୁଁ ତମ ଆଖି ତମକୁ ଦୁନିଆ ଦେଖେଇବି। ଅନୁପମ ମତେ ଗୋଟେ କଥା କହିଲା କଣ ମୁଁ ଯୋଉ ତମକୁ ଶଙ୍ଖା ସିନ୍ଦୁର ପିନ୍ଧେଇଥିଲି ସେଇଟା କୋଉ ମନ୍ଦିରରେ ପିନ୍ଧେଇଥିଲି ଆଉ କୋଉ ଠାକୁରଙ୍କୁ ସାକ୍ଷୀ ରଖି ପିନ୍ଧେଇଥିଲି? ଶେଷରେ କୋଉ ମନ୍ଦିର ଆଉ କୋଉ ଠାକୁରଙ୍କୁ ସାକ୍ଷୀ ରଖି ପିନ୍ଧେଇଥିଲି? କୋଉ ମନ୍ଦିର ଶିବ ମନ୍ଦିର ଭୁଲ। ଭଲାରେ ମନେ ପକାଅ କୋଉ ମନ୍ଦିର କୋଉ ଠାକୁରଙ୍କୁ ସାକ୍ଷୀ ରଖି ପିନ୍ଧେଇଥିଲି ମନେ ପକାଅ। କୋଉ ମନ୍ଦିର? ହନୁମାନ ମନ୍ଦିର ଭୁଲ। ଭଲାରେ ମନେ ପକାଅ କୋଉ ମନ୍ଦିର କୋଉ ଠାକୁରଙ୍କୁ ସାକ୍ଷୀ ରଖି ପିନ୍ଧେଇଥିଲି ମନେ ପକାଅ। କଦମ୍ବ ଗଛ ମୂଳେ ଶ୍ୟାମ ମାରେ ପାଣି। କି ପାଣି? କି ପାଣି? ରାଧାକୃଷ୍ଣ ମନ୍ଦିର ଭଲାରେ ମନେ ପକାଅ କୋଉ ମନ୍ଦିର କୋଉ ଠାକୁରଙ୍କୁ ସାକ୍ଷୀ ରଖି ପିନ୍ଧେଇଥିଲି ମନେ ପକାଅ। ଶ୍ରୀଦେବୀ ମନ୍ଦିର ସେଦିନ ଶ୍ରୀଦେବୀ ହିରୋଇନ କୋଉ ମନ୍ଦିର? ଚିକିଟି ବାଳକୁମାରୀ ମନ୍ଦିର। ଚିକିଟି ବାଳକୁମାରୀ ମନ୍ଦିର ଭୁଲ। ଚଣ୍ଡୀ ମନ୍ଦିର। ଚଣ୍ଡୀ ମନ୍ଦିର ଚଣ୍ଡୀ ମନ୍ଦିର ଚଣ୍ଡୀ ମନ୍ଦିର ଭୁଲ। ତମକା ମନ୍ଦିର ତ ମନ୍ଦିର ନାଁଟା ମନେ ନାହିଁ ସେ ତାରିଖ ଭୁଲିବା କଥା ନୁହଁ। ମନେ ଥିଲା ବୁଲିଗଲି ଯିବ ଘରେ ଥିଲା ଭଲାରେ ମନେ ପକାଅ ଭଲାରେ ମନେ ପକାଅ। କୋଉ ମନ୍ଦିର କୋଉ ମନ୍ଦିର? ଆଣ୍ଠୁଆ ଗୋପାଳା ଆଣ୍ଠୁଆ ଗୋପାଳ ମନ୍ଦିର କୋଉ ମନ୍ଦିର? ଆଣ୍ଠୁଆ ଗୋପାଳ ମନ୍ଦିର ଭୁଲ। ଭୁଲ। ଆଲ୍ଲାହୁ ଆକବର ଆଲ୍ଲାହୁ ଆକବର କୋଉ କହିଲେ ମନ୍ଦିର ମନେ ପକାଅ। କୋଉ ମନ୍ଦିର ବୋମା ମୋ ସାନ ବାବୁ କୋଉ ମନ୍ଦିର ବିବାହ କରିଥିଲ? କେତେ ତାରିଖ କୋଉ ମାସ କୋଉ ବାର ଥିଲା ମନେ ପକେଇ କୁହ। କୋଉ ମନ୍ଦିର କୋଉ ଠାକୁର? ଚିଲିକାରେ ଅଛନ୍ତି ଚିଲିକାରେ କାଳିଜାଇ କାଳିଜାଇ ମନ୍ଦିର ଭୁଲ। ଭଲାରେ ମନେ ପକେଇ କୁହ କୋଉ ମନ୍ଦିର କୋଉ
ଠାକୁରଙ୍କୁ ସାକ୍ଷୀ ରଖି ମୁଁ ତମକୁ ଶଙ୍ଖା ସିନ୍ଦୁର ପିନ୍ଧେଇଥିଲି। ନଈ ସେପାରି ବଳକୃତ ମନ୍ଦିର ଆସୁନ 8 ତାରିଖ ଦିନ 11ଟା ବେଳେ ଯୋଉ କଥା ତମେ ଜାଣିବା କଥା ସିଏ ଜାଣିଲା କେମିତି? ସିଏ କେବେ ଜାଣିପାରୁନ? ସେ ଯେତେବେଳେ ଆମର ଆସିଲା ପ୍ରଥମ ଦିନ ମୋ ଭାଇ କଣ କହିଥିଲେ? ଅନୁପମା ଏ ନିରୁପମା ସେ ତମ ସାନ ଭଉଣୀ ତମେ ଦି ଜଣ ସାଙ୍ଗ ହେଇକି ଚଳିବ। ତେଣୁ କେତେବେଳେ ବୋଧେ ତା ପାଖରେ ବସିଲା ବେଳେ ମୁଁ କହିଦେଇଥିଲି ତାର ମନେ ଅଛି ମୋର ମନେ ନାହିଁ। ଆଚ୍ଛା ଏକ୍ସିଡେଣ୍ଟ ପୂର୍ବରୁ ଯୋଉ ପ୍ରଶ୍ନଟା ପଚାରିଥିଲି ତା ଉତ୍ତରଟା ତ ତାକୁ କହିନଥିବ। ଏବେ ଏଇଠି ସେ ପ୍ରଶ୍ନର ଉତ୍ତରଟା କୁହ। କଥା କରିକି ଆକ୍ସିଡେଣ୍ଟ ପରେ ତାର ପଛ କଥା କିଛି ମନେ ନାହିଁ। କିଛି ମନେ ନାହିଁ ତାର। ମନେ ପଡିଯିବ, ମନେ ପକାଅ। ସେ ପ୍ରଶ୍ନର ଉତ୍ତରଟା କୁହ। ଉତ୍ତରଟା ହେଲା ମୋର ସନ୍ତାନ ଦରକାର ନାହିଁ, ମୋର ସ୍ୱାମୀ ଦରକାର। ମୁଁ ମାତୃ ତ ଚାହେଁନି, ମୋ ସ୍ୱାମୀଙ୍କୁ ଚାହେଁ। ମୋ ଜୀବନରେ କେବେ ମା ନ ହେଇପାରିଲେ ନାହିଁ। ମୋ ସ୍ୱାମୀଙ୍କର ପାଦ ସେବା କରି ମୁଁ ମୋର ବାକି ଜୀବନକୁ କାଟିଦେବି। ହଁ ଦୀପା, 8 ବର୍ଷ ପୂର୍ବେ ଡକ୍ଟର ପରୀକ୍ଷା କରି ମତେ କହିଥିଲେ ମୁଁ ଜୀବନରେ କେବେ ବି ବାପା ହେଇପାରିବିନି। ଆଉ ସେଦିନ କାରରେ ଫେରିଲା ବେଳେ ମୁଁ ଅନୁପମାକୁ ଠିକ ଏହି ପ୍ରଶ୍ନ ପଚାରିଥିଲି। ଆଉ ତା ଉତ୍ତରଟା ହଉଛି ଏଇଆ। ଇଏ ଏଇଥିପାଇଁ ଦେଇପାରିଲ କାରଣ ପ୍ରକୃତ ଅନୁପମା ହଉଛି ଇଏ, ସିଏ ନୁହଁ। ନାଇଁ ସିଏ ତମେ ଅନ୍ଧ ବୋଲି ସେ ତମକୁ ଠକୁଛି। ହଁ ଧୋକା ଦଉଛି ତମକୁ ସେ। ହେଲେ କମଲେଶ କାନୁନଗତ ଆଖିକି ତ ଧୋକା ଦେଇପାରିବନି ନା। ତମ ଅସରକୁ ଜାଣିବା ପାଇଁ ମୋ ଭାଇ ଅନ୍ଧର ଆକ୍ଟିଂ କରୁଥିଲା। କୁହ କିଏ ତମେ? କାହିଁକି ଭାଇର ମିଛ ସ୍ତ୍ରୀ ଅଭିନୟ କରୁଥିଲ? ଭିତରେ ବଡ ଖୁନ୍ଦି ହେଇକି ଅଛି। ତ ମାମୁଁକି ଦେଖ। अब तेरा आगाड़ू खोला पछाड़। अब तेरा क्या होगा रे कालिया? मैं वो गोली खाऊंगा। गोली तो खाएगा। ये क्या है? ये तेरा भाई का बेटा कौन है? आलूनो बेपारी। हाँ ये जो मांडू भाई हाँ कौन बुढ़िया का कुछ कौन भाई को खुशी रे मेरे पोतो मासी कौन होची कौन आसी नकरजी कौन एते भाबो थिला आबे कौन करछि सेटा आटो खराब भाषा बाटे खरा भाषा आंदा मुझे किसी में घुसी खाली जाए कौन करछि सेटा बाहर के तार भइता अछि अच्छा हां तम से तो भाबर होतिला से भागा के सुनला हमने मत आपण मार दो तार भइता अछि ठीक है चिकिनिया बोका देखले ते मारेला हो आपण को कोठी देखि छी हां मत आसी कहला तेलुगु सिनेमा आलू अर्जुन हिरो भलिया गोटे टका देखी आलू अर्जुन मोर से टका चाहिए हाँ हमरा कुछ नहीं है 3 लाख रुपया मुझे दे दो कंप्लीट हो जाएगा 3 लाख 12,000 टका दी से बदमाशी माइक ना आड़े सटे बोलुची आसी एठी पहुंच जाई मते जे टका दउनी आपण मते टका ताखना मंगड़ा देछि हां ताखना माल गुटा नीब दी से गुटे नी अच्छा भांजी करे बोला ना ना सिया के मो भांजिनु भांजी के असला बोला ସେଇଟା ଯଦି ମୋ ଭାଣିଜୀ ଏଟା ମୁ ଆଜି ଏମିତି ଅବସ୍ଥା ଥାନ୍ତା ମୋ ଭାଣିଜୀ
ମୋ ଭାଣିକି ଦେଖିଲା ତ ରହିଯିବେ ମୋ ଭାଣିକି କେତେ ଗୋରା ପୁରା ତାର ଷ୍ଟାମ୍ପ ଅଛି ଷ୍ଟାମ୍ପ ଅଛି ହଁ। ଇ ଷ୍ଟାମ୍ପ ଷଣ୍ଢ ଷଣ୍ଢ ଦେଖିଛୁ ଷଣ୍ଢ ଷଣ୍ଢ ପଛପଟ ଫଡିଆରେ ଯୋଉ ଷ୍ଟାମ୍ପ ମୋ ଭାଣିଦେଲେ ସେଇ ଷ୍ଟାମ୍ପ ପଡ଼ିଆରେ ଷ୍ଟାମ୍ପ କଣଟା ତ୍ରିଶୂଳ ଷ୍ଟାମ୍ପ ତ୍ରିଶୂଳ ଷ୍ଟାମ୍ପ ଷଣ୍ଢ ଫଡିଆରେ ତ୍ରିଶୂଳ ଷ୍ଟାମ୍ପ ଆଉ ମୋ ଭାଣିଦେଲେ ବି ଅଛି ହଁ ସେ ଶିବ ଭକ୍ତ ହଁ ଦେଖିଲି ପଡ଼ିଆରେ ଲାଞ୍ଜ ପଛଆଡେ ଟାଟୁଟେ ବନେଇଛି ପଛଆଡେ ଟାଟୁଟେ ବନେଇଛି ଲାଞ୍ଜ କଟା ହେଇଯାଇଛି ନା କଣ ନା କଟା ହବ ଆଜ୍ଞା ଶିବ ଭକ୍ତ ହଁ ଏଇ ହଁ ଏଇ ମୋରି ଭାଣି ଜାଗା କୁମ୍ଭମେଳାରେ ହଜି ଯାଉଛ ଚିହ୍ନ ରଖିକି ବୁଲଛ ଆପଣଙ୍କର ଚିହ୍ନ କଥା ପତ୍ରରେ ଆମ ଚିହ୍ନ ମାଇଙ୍କର କି ଚିହ୍ନ ମାଇଙ୍କର ଆଇଙ୍କର ମିଠୁ ଚପ୍ এটা কি চিহ্ন ଏଟା ଘୋଡ଼ା ଚପ୍ ଆମର ନାମ ଚିହ୍ନ ଆମ ଚିହ୍ନ ମାଇଙ୍କର ମାଣ୍ଡୁ ଆସିଥିଲା ତାର ତାର ହଉଛି ଆକାଶ ଦୀପ ଚିହ୍ନ ବଡ ଦୀପଟା ସେ ଜଳୁଛି ପୁରା ତଫା ଫଫା କିଛି ନାହିଁ ସବୁବେଳେ ତଫା ତଫା କିଛି ଜଳୁଛି କୁମ୍ଭମେଳାରେ ହଜିବ ସବୁ ଚିହ୍ନ କରିକି ବୁଲଛ ଆପଣଙ୍କ ଭଉଣୀର ଫିତା ଚିହ୍ନ ହଁ ହଁ ଏବେ ତମର ଚିହ୍ନ ଗୋଟେ କିଛି ଚିହ୍ନ ଥିବ ଧୂତ ଧୂତ ଏଇ ଆସିନି ତା ପୁଅ ତାର କି ଚିହ୍ନ ଦେଖିଲ ନା ଆପଣଙ୍କର ତାର କି ଦେଖ ଚିହ୍ନ ଦେଖା ଚିହ୍ନ ଦେଖା ଚିହ୍ନ କିଏ ସେ କହିଲା ମୋ ବାପାକୁ ମଧୁଆ ମୋ ବାପା କିଏ ମଧୁଆ କହୁଲା ମୋ ବାପା ଜୀବନରେ କେତେ ଦୁଃଖ ଜାଣିଛ ଦୁଃଖ? ନିଜେ ପଦ ପିଇଥିଲା ବୋଲି ତାକୁ ମଧୁଆ ଖାଇବ କି ଦୁଃଖ ଜାଣିଛ ହେଲେ ବାହା ନାହିଁ ଯାହା ଦୁନିଆରେ କେହି ନାହିଁ ତାହେଲେ ମୋ ବାହା ତା ଜନ୍ମରୁ ତା ବାହାକୁ ଦେଖି ନାହିଁ ଆଉ ମୋ ଜେଜେମା କହୁଥିଲା ମୋ ଜେଜ ମରିବାର 4 ବର୍ଷ ପରେ ମୋ ବାହାର ଜନ୍ମ ତାମାନେ ମୁଁ ବେଥା ଛୁଆ ଆଉ ଗୋଟା କଥା ଯାଉଛି ମୋ ବାହା ତ ପାଠ ପଢିନି ପାଠ ପଢି ଏତେ ହିନ୍ଦୀ କୋଉଠୁ ଶିଖିଲା ଆମ ବୁଢୀ ବା ସେଇ ବସ୍ତିଆଟେ ଯାଏ ବୋଧେ କୋଉ ବସ୍ତିଆରେ ସେଇ ହିନ୍ଦୀ କହିବା ବାଲା ସେଇ ବସ୍ତିଆରେ ଆମ ବୁଢୀ ଯାଏ ସେଇଥିପାଇଁ ଆମ ବାପା ଖାଲି ହିନ୍ଦୀରେ ଖାଲି ଗଳି ପକଉଛି ଗାଳି ପକଉଛି ମୋ ବାପା ଗାଡ଼ି ଛାଇ ପଡିଯାଇଛି ଖାଇପଠି କଣ କରିଛି ମୁଁ ଜାଣିନି ମୋ ବାଆ ଯେତେବେଳେ ଜାଗା ପଳେଇଲା ମୋ ବାଆ ନାଲେ ଗୋଟେ ନାଟକ ଲେଖିଦେଲି ଆଉ କଣ ଓଡ଼ିଆ ନା ହିନ୍ଦୀ ନାଇଁ ଓଡିଆ ହିନ୍ଦୀ ମିଶିକି ନାଟକର ଅସୃଷିତ ପାରିବାରିକ ସାମାଜିକ ନାଟକ ମୋ ବାଆ ଶୋଇଥିଲା ଖଟରେ ନିଆଁ ଲାଗିଗଲା ତା ଝଟରେ ଆଉ ଅନୁସନ୍ଧାନ ମୂଳକ ନାଟକ ମୋ ବାଆ ଯାଇଥିଲା ଫାଣ୍ଡିକି କିଣା ଆଣିଅଛି ତା ଇଏ ନୁହଁ ତମେ କେବଳ ମୋର ମୁଁ କେବଳ ତମ ତମେ କେବଳ ମୋ ପାଇଁ କମଲେଶ କମଲେଶ କାନୁନ୍ଦ କେବଳ ତୁମ ସତଟା ଦିନେ ନା ଦିନେ ସମସ୍ତେ ନିଶ୍ଚୟ ଠକ ଧପବାଜ କରି ଜଣେ ମଣିଷ କିଛି ଦିନ ଖୁସି ରହିବ ପରେ କଷ୍ଟ ପାଇବ ବହୁତ ଦୁଃଖ ପାଇବ ସତରେ ଦିଆ ମଣିଷ କିଛି ଦିନ ଦୁଃଖ ପାଇବ ପରେ ଖୁସି ରହିବ